ଅନୁଗମନର ଯୋଗ୍ୟତା। ହଁ ପ୍ରିୟମାନେ, ଆଜିର ଚିନ୍ତା ନିମନ୍ତେ ଆମେ ଦେଖିବା ଅନୁଗମନର ଯୋଗ୍ୟତା। ଅର୍ଥାତ୍ ଆମେ ଯଦି ପ୍ରଭୁଙ୍କର ସତ୍ୟ ଜୀବନ୍ତ ବାକ୍ୟ ଦ୍ୱାରା ଯଦି ଜାଣିବା, ତାହେଲେ ଆମେ ମାଥ୍ୟୁ 10 ଅଧ୍ୟାୟ 37 ଏବଂ 38 ପଦକୁ ଆମେ ପାଠ କରିବା। ସେଠାରେ ଲେଖାଯାଏ, ଯେ ପିତା କି ମାତାକୁ ମୋ ଠାରୁ ଅଧିକ ପ୍ରିୟ ଜ୍ଞାନ କରେ, ସେ ମୋହର ଯୋଗ୍ୟ ନୁହେଁ। ପୁଣି ଯେ ପୁତ୍ର କି କନ୍ୟାକୁ ମୋ ଠାରୁ ଅଧିକ ସ୍ନେହ କରେ, ସେ ମୋହର ଯୋଗ୍ୟ ନୁହେଁ। ଆଉ ଯେ ଆପଣା କ୍ରୁଶ ବହି ମୋହର ଅନୁଗମନ ନ କରେ, ସେ ମୋହର ଯୋଗ୍ୟ ନୁହେଁ। ଏଠାରେ ଅଯୋଗ୍ୟତା ବିଷୟ ପ୍ରକାଶ ପାଇଛି ବା ଅଯୋଗ୍ୟତା ବିଷୟକୁ ପ୍ରଭୁ ଉପସ୍ଥାପନ କରୁଅଛନ୍ତି। ଯେ କେହି ହେଉ, ଯଦି ପ୍ରଭୁଙ୍କ ଠାରୁ ସେ ଅଧିକ ପ୍ରିୟ ଜ୍ଞାନ ଆପଣା ପ୍ରିୟ ପରିବାର ପରିଜନ ପିତା ମାତା କି ତା'ର ଭାଇ ଭଉଣୀ ଅନେକ ପ୍ରିୟମାନଙ୍କୁ ଯଦି ଅଧିକ ସ୍ନେହ କରେ ପ୍ରଭୁଙ୍କ ଠାରୁ, ତାହେଲେ ସେ ଯୋଗ୍ୟ ନୁହେଁ ବୋଲି। ଆଉ ପ୍ରଭୁଙ୍କର ବାକ୍ୟରେ ଆମେ ଦେଖୁ ଯେ ଯଦି ସେ ଦୁଃଖ କ୍ଲେଶ କଷ୍ଟ ନିନ୍ଦା ସହ୍ୟ କରି ଯଦି ପ୍ରଭୁଙ୍କର ଅନୁଗମନ ନ କରେ, ତେବେ ବି ସେ ଯୋଗ୍ୟ ନୁହେଁ। ତେବେ ସେ କି ପ୍ରକାର ପ୍ରଭୁଙ୍କର ଯୋଗ୍ୟ ବିବେଚିତ ହେବ? ପ୍ରଭୁଙ୍କର ଅନୁଗମନ କରିବା ନିମନ୍ତେ, ପ୍ରଭୁଙ୍କର ପଛେ ଚାଲିବା ନିମନ୍ତେ, ଆଉ ପ୍ରଭୁଙ୍କର ଏକ ସତ୍ୟ ଶିଷ୍ୟ ଭାବେ, ପ୍ରକୃତ ଶିଷ୍ୟ ଭାବେ ନିଜକୁ ଗଠନ କରିବା ନିମନ୍ତେ ସେ ପ୍ରଥମେ ଯୋଗ୍ୟତାର ଆବଶ୍ୟକ ଗ୍ରହଣ କରେ। ଏହି ବାକ୍ୟ ପ୍ରକାରେ ଯେ ସେ ଆପଣା ପ୍ରିୟ ପରିଜନମାନଙ୍କ ଠାରୁ ଅଧିକ ପରିମାଣରେ ସେ ପ୍ରଭୁଙ୍କୁ ପ୍ରେମ କରିବାର ଅଛି, ପ୍ରଭୁଙ୍କ ପ୍ରତି ମନୋଯୋଗୀ ହେବାର ଅଛି। ଆମେ ଯଦି ଉଦାହରଣ ସ୍ୱରୂପ ଦେଖିବା, ଅବ୍ରାହମକୁ ଯେତେବେଳେ ପ୍ରଭୁ ବାଛିଲେ ଆଉ ଆହ୍ୱାନ କଲେ, ଅବ୍ରାହମ ଆପଣା ଜ୍ଞାତି କୁଟୁମ୍ବ ସ୍ଥାନ ସବୁ ବିଷୟ ବଳିଦାନ ବା ସାକ୍ରିଫାଇସ୍ କରି ବା ସବୁ ବିଷୟକୁ ତ୍ୟାଗ କରି ସେ ପ୍ରଭୁଙ୍କର ବାକ୍ୟ ପ୍ରତି ଧ୍ୟାନ ଦେଇଥିଲେ, ମନୋଯୋଗୀ ହୋଇଥିଲେ ଆଉ ଅନୁଗମନ କରିଥିଲେ। ତାପରେ ଆମେ ଦେଖୁ ଯୋସେଫଙ୍କ ବିଷୟରେ। ଯୋସେଫ ମଧ୍ୟ ସେ ଆପଣା କ୍ରୁଶ ଘେନି ଅନୁଗମନ କଲା ଭଳି ଯୋସେଫ କେତେ ଦୁଃଖ କଷ୍ଟ ସମସ୍ୟା ଦେଇକି ସେ ନିଜ ଭାଇମାନଙ୍କ ଠାରୁ ମଧ୍ୟ ଅଲଗା ହୋଇଗଲେ, ନିଜ ସ୍ଥାନ ଠାରୁ ମଧ୍ୟ ଦେଶ ଠାରୁ ମଧ୍ୟ ଅଲଗା ହୋଇ ମିଶରରେ ବିକ୍ରି କରାଗଲେ। ଆଉ ବିକ୍ରିତ ବା ସେ ଭାଇମାନେ ହିଁ ତାକୁ ଖାଲରେ ପକାଇ ସେମାନେ ବିକ୍ରି କରିଦେଲେ। ଆଉ ସେଠାରେ ରହିକି ବି ତାପରେ ସେ କ୍ଲେଶ ଦେଇ ଯାଉଛନ୍ତି। ଗୋଟିଏ ଗୃହରେ ଥିବା ସତ୍ତ୍ୱେ, ପ୍ରଭୁଙ୍କର ଅନୁଗ୍ରହ ଥିବା ସତ୍ତ୍ୱେ ସେ ଜେଲକୁ ଯାଉଛନ୍ତି। ଏ ପ୍ରକାର କଷ୍ଟ ଆଉ କ୍ଲେଶ ସବୁ ପ୍ରାପ୍ତ ହୋଇ ସେ ପ୍ରଭୁଙ୍କର ଏକ ଅନୁଗମନର ଶିଷ୍ୟ ଭାବେ ପରିଗଣିତ ହେବା ବିଷୟ ଆମେ ଦେଖୁ। ଆହୁରି ମଧ୍ୟ ପ୍ରଭୁଙ୍କର ବାକ୍ୟରୁ ଯଦି ଦେଖିବା, ଲୁକ 14:26 ପଦ ଯଦି ଆମେ ଦେଖୁ, ସେଠାରେ ଲେଖାଯାଏ, ଲୁକ 14:26, କେହି ଯେବେ ମୋ ନିକଟକୁ ଆସି ଆପଣା ପିତା ମାତା ଭାର୍ଯ୍ୟା ସନ୍ତାନ ଭ୍ରାତା ଓ ଭଗ୍ନୀମାନଙ୍କୁ ଏପରିକି ଆପଣା ପ୍ରାଣକୁ ସୁଦ୍ଧା ଅପ୍ରିୟ ଜ୍ଞାନ ନ କରେ, ସେ ମୋହର ଶିଷ୍ୟ ହୋଇପାରେ ନାହିଁ। ପ୍ରଭୁଙ୍କର ପ୍ରକୃତ ଶିଷ୍ୟ ହେବା ନିମନ୍ତେ ଆମମାନଙ୍କୁ ଏହିସବୁ ନିଜର ପ୍ରିୟମାନଙ୍କ ଠାରୁ ମଧ୍ୟ ଅଧିକ ପ୍ରିୟ ଜ୍ଞାନ ଆମ ପ୍ରଭୁଙ୍କୁ କରିବାର ଅଛି। ତେଣୁକରି ପ୍ରଭୁ ଆମମାନଙ୍କୁ ତାହାଙ୍କର ଅନୁଗମନର ପ୍ରକୃତ ଶିଷ୍ୟ ବୋଲି ସେ ଏହି ଯୋଗ୍ୟତା ପ୍ରଦାନ କରିଥାନ୍ତି। ଆଉ ପ୍ରଭୁଙ୍କର ଅନୁଗମନ ଯଦି କରିବାର ଅଛି, ତାହେଲେ ପ୍ରଭୁ କହୁଛନ୍ତି ପ୍ରତିଦିନ କ୍ରୁଶ ବହି ଚାଲିବା ନିମନ୍ତେ। ତାପରେ ଆମେ ଠିକ୍ ସେଇ ବିଷୟ ଆମେ ଲୁକ 9:23 ମଧ୍ୟ ଆମେ ଦେଖୁ। ସେ ସମସ୍ତଙ୍କୁ ଯେବେ କହିଲେ, ସେତେବେଳେ ସେ ସମସ୍ତଙ୍କୁ କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି ପ୍ରତିଦିନ ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ। ଆମେ ଗତ ସେଇ ବାକ୍ୟ ଗୁଡ଼ାକରେ ଆମେ ଦେଖିଲୁ, ଯଦି ଅନୁଗମନ କରିବାର ଅଛି, ଯୋଗ୍ୟତା ପ୍ରାପ୍ତ ହେବାର ଅଛି ପ୍ରଭୁଙ୍କର, ତାହେଲେ ନିଜ ପ୍ରିୟମାନଙ୍କ ଠାରୁ ମଧ୍ୟ ଅଧିକ ପ୍ରେମ ପ୍ରଭୁଙ୍କୁ କରିବାର ଅଛି। ଆଉ ଏଠାରେ ଆମେ ଦେଖୁ ପ୍ରତିଦିନ ଆପଣା କ୍ରୁଶ ବହିବାର ଅଛି। ଅର୍ଥାତ୍ ଜୀବନରେ ଆସୁଥିବା କ୍ଲେଶ ଦୁଃଖ ଅପମାନ ନିନ୍ଦା ସବୁକୁ ଧରି ବହିକି ପ୍ରଭୁଙ୍କର ଅନୁଗମନ କରିବା ପାଇଁ ଆଉ ପ୍ରଭୁ କହୁଥିବା ବିଷୟ ଆମେ ଦେଖୁ। ଏହିସବୁ ବିଷୟ ଆମମାନଙ୍କୁ ଉତ୍ସାହ ଆଣିଥାଏ।
ଏହିସବୁ ବିଷୟ ଆମମାନଙ୍କୁ ଆଉ ପ୍ରେରଣା ଆଣିଦେଇଥାଏ। ତେଣୁକରି ଆମମାନେ ସେଇ ପ୍ରଭୁଙ୍କର ପଛେ ଚାଲିବାର ଯୋଗ୍ୟତାକୁ ଆମେ ଚିନ୍ତା କରିବାର ଅଛି। ପ୍ରଭୁଙ୍କର ପଛେ ଆମେ ଚାଲିବାକୁ ହେବ। ଆଉ ଏହି ପ୍ରକାର ଦୁଃଖ କଷ୍ଟ ଆସିଲେ ବି ପ୍ରଭୁଙ୍କୁ ଖୁସି କରିବାକୁ ହେବ। ତେବେ ଏଇ ଅଳ୍ପ ସମୟର ଚିନ୍ତା ଆଉ କେତୋଟି ଗୁରୁତ୍ୱପୂର୍ଣ୍ଣ ବାକ୍ୟ ଯାହାକି ଆମେ ଦେଖିଲୁ, ପ୍ରଭୁ ଆମମାନଙ୍କୁ ଜ୍ଞାତ କରାଇଲେ। ଯଦି ଆପଣମାନେ ଏହି ବାକ୍ୟ ଅନୁସାରେ ନିଜକୁ ପ୍ରସ୍ତୁତ କରୁଅଛନ୍ତି ଆଉ ପ୍ରଭୁ ଯଦି ଆପଣମାନଙ୍କୁ ଆହ୍ୱାନ କରୁଅଛନ୍ତି ଏହି ବାକ୍ୟର ସତ୍ୟତାରେ ଚାଲିବା ପାଇଁ, ପ୍ରକୃତ ଶିଷ୍ୟ ଆଉ ଗୋଟେ ଯୋଗ୍ୟ ବିବେଚିତ ପ୍ରଭୁଙ୍କଠାରେ ହୋଇ ଆଗକୁ ଅନୁଗମନ କରିବା ପାଇଁ, ତାହେଲେ ପ୍ରଭୁଙ୍କ ଉପରେ ଏହି ବାକ୍ୟ ଅନୁସାରେ ଆପଣ ସମର୍ପିତ ହୁଅନ୍ତୁ। ହଁ, ଯଦି ଏପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ତ୍ରାଣକର୍ତ୍ତା ବୋଲି ବିଶ୍ୱାସ କରୁନାହାନ୍ତି, ତାହେଲେ ଆପଣମାନେ ଆପଣଙ୍କର ପାପ ସ୍ୱୀକାର କରନ୍ତୁ ଆଉ ବିଶ୍ୱାସ କରନ୍ତୁ ଆପଣଙ୍କର ପାପ କ୍ଷମାକାରୀ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଆପଣଙ୍କର ପାପ କ୍ଷମା କରିବା ନିମନ୍ତେ କାଲବରୀ କ୍ରୁଶ ଉପରେ ନିଜ ଜୀବନ ଦେଲେ, ରକ୍ତ ବୁହାଇଲେ, ମୃତ୍ୟୁବରଣ କଲେ ଆଉ ତୃତୀୟ ଦିନ ମୃତ୍ୟୁକୁ ଜୟ କରି ଉଠି ଏବେ ଜୀବିତ ହୋଇକି ଅଛନ୍ତି। ସେ ଆପଣଙ୍କ ପାପ କ୍ଷମା କରିବାକୁ, ପରିତ୍ରାଣ ଦେବା ପାଇଁ ଏକମାତ୍ର ସତ୍ୟ ଆଉ ସକ୍ଷମ ପରମେଶ୍ୱର ଅଟନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ହୃଦୟରେ ବିଶ୍ୱାସ କରନ୍ତୁ ଆଉ ଗ୍ରହଣ କରନ୍ତୁ ତାଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ଭାବେ ଆଉ ପରିତ୍ରାଣ ପ୍ରାପ୍ତ ହୁଅନ୍ତୁ। ପ୍ରଭୁ ଆପଣଙ୍କୁ ଅନୁଗ୍ରହ କରନ୍ତୁ। ଯଦି ଏହି ଅଳ୍ପ ସମୟର ଏହି ବାର୍ତ୍ତା ଯଦି ଆପଣଙ୍କୁ ଭଲ ଲାଗିଲା ତାହେଲେ ଲାଇକ୍ କରନ୍ତୁ, ପୁଣି ଅନ୍ୟମାନଙ୍କୁ ମଧ୍ୟ ଏହି ସତ୍ୟତା ସେୟାର କରି ଜ୍ଞାତ କରାନ୍ତୁ। ତା ସହିତ ମୋର ଯଦି ଚ୍ୟାନେଲରେ ନୂତନ ଭାବେ ତାହେଲେ ଆପଣମାନେ ସବସ୍କ୍ରାଇବ୍ କରି ଏହି ଚ୍ୟାନେଲରେ ମୋର ସବସ୍କ୍ରାଇବର